ଚମ୍ପୁଆରେ ଆଜି ଅପରେସନ ସିନ୍ଦୁରର ସଫଳତା ଏବଂ ବୀର ଯବାନଙ୍କ ସାହସ ଓ ପରାକ୍ରମ ପାଇଁ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପାକିସ୍ତାନ ବିପକ୍ଷରେ ଭାରତର ବିଜୟ, ଭାରତୀୟ ତିନି ସେନାର ଶୌର୍ଯ୍ୟ ବୀରତ୍ୱର ସମ୍ମାନ ଉଦ୍ଦେଶ୍ୟରେ ଚମ୍ପୁଆରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୁରର ସଫଳତାକୁ ନେଇ ଚମ୍ପୁଆ ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ତିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା ବେଳେ ପହଲଗ୍ରାମ ଆକ୍ରମଣରେ ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ୱରେ ନିଜର ସ୍ୱାଭିମାନକୁ ସୁରକ୍ଷିତ ରଖିପାରିଛି, ଏହାକୁ ସମ୍ମାନ ଜଣାଇ ଏହି ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ନେହେରୁ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଚମ୍ପୁଆ ବଜାର ପରିକ୍ରମା କରାଯାଇଥିଲା। ଏହି ତିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଏଥିରେ ବିଜେପି ରାଜ୍ୟ ଉପସଭାପତି ସୁକେଶୀ ଓରାମ, ବିଜେପି ନେତା ଡକ୍ଟର ମୁରଲୀ ମନୋହର ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, କେନ୍ଦୁଝର ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, କେନ୍ଦୁଝର ମହିଳା ମୋର୍ଚ୍ଚା ଉପସଭାପତି ଝରଣା ମହାନ୍ତ, ଜିଲ୍ଲା ପ୍ରଭାରୀ ରାଜେଶ ଆଚାର୍ଯ୍ୟ, ଟିକି ଦେବବର୍ତ୍ତା, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଚମ୍ପୁଆ ଉପଖଣ୍ଡ ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ସାହୁ, ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଚମ୍ପୁଆ ତହସିଲଦାର ସଜତ ମାର୍କେ, ଚମ୍ପୁଆ ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ସମାଜସେବୀ ହବି ଦାସ, ସନ୍ତୋଷ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପୁଲିସ କର୍ମୀ, ବହୁ ବିଜେପି କର୍ମୀ, ପୂର୍ବତନ ସାମରିକ କର୍ମଚାରୀ, କ୍ରୀଡ଼ାବିତ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଗଣ ଏବଂ ସାଧାରଣ ନାଗରିକ ସାମିଲ ହୋଇ ଜାତୀୟ ପତାକା ଧରି ପାକିସ୍ତାନ ବିରୋଧରେ ଏବଂ ଭାରତୀୟ ସେନା ସପକ୍ଷରେ ଭାରତ ମାତା କି ଜୟ ନାରା ସହିତ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ 3000ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଚମ୍ପୁଆରୁ ମମତା ସେନାପତିଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।